ଆଉ କେହି ସାମ୍ନା କରିପାରିବେନି ବୋଲି ସମସ୍ତେ ଗାଡ଼ି ଭିତରେ ରହିଗଲେ। ହେଲେ ମୁଁ ପ୍ରଥମେ କାହାକୁ ସାମ୍ନା କରିବି? ତମସାକୁ ନା ଦିବାକର ମଉସାକୁ? ପଲ୍ଲବୀ ମା ନା? ମଉସା ନମସ୍କାର। ମଉସା ମଉସା ଏ ମା ତମସା, ଆରେ ମା ଦେଖିବ ଆମ ଘରକୁ କିଏ ଆସିଛନ୍ତି? ନୀଳରେ କଥା କୁହ, ମୁଁ ବାହାରେ ଅପେକ୍ଷା। ନାଇଁ ମଉସା, ଆଜି କିଛି ନିରଳର କଥା ହବାର ନାହିଁ। ଯାହା ମୁଁ କଥା ହେବି ଆଜି ଏଠି ତମର ଉପସ୍ଥିତ ନିହାତି ଦରକାର। କଥା ହବ ତମମାନଙ୍କ ମଝିରେ ଠିଆ ହେଇ ମୁଁ କି କଥା ହେବି ଯେ ଏଠି ରହିବି? এই সাঙ্গ ভিতরে শান্ত কথা ହେଇପାରିବୁନି, ମୋ ସହିତ କଥା ହେଇପାରିବୁ ନା? ଭାବୁଛୁ ଆପଣ ପୁଣି ମୋ ଘରେ? କାହିଁ ତୋ ଘରକୁ ଆସିବା କ'ଣ ମତେ ମନ? ନାଇଁ ବାବୁ, ଏତେ ବଡ କଥା କ'ଣ କହିବା ପାଇଁ ମୁଁ ସାହସ କରିପାରିବି? ଆଜି କିନ୍ତୁ ତୋ ସବୁ ଭାବନାକୁ ଶେଷ କରିବା ପାଇଁ ମୁଁ ଏଠିକି ଆସିଛି। ନମସ୍କାର ଅଙ୍କଲ। ଆରେ ପଲ୍ଲବୀ ତୁ? ବହୁତ ଖୁସି ଲାଗୁଛି ତମ ପରିବାର ଭିତରେ ଯଦି ଆତ୍ମତାର ସମ୍ପର୍କକୁ ଦେଖି। ଏବେ କିଛି ଘଟଣା ଦୁର୍ଘଟଣା ଘଟିଗଲା ପରେ ବି ପଲ୍ଲବୀକୁ ଘୃଣା ନ କରି ତୁ ଯେ ଆଦର କରିପାରୁଛୁ, ସେଥିପାଇଁ ମତେ ବହୁତ ଆଶ୍ଚର୍ଯ୍ୟ ବି ଲାଗୁଛି। ନାଇଁ ଅଙ୍କଲ, ଆପଣ ଏମିତି କୁହନ୍ତୁନି। ତାଛଡ଼ା ପଲ୍ଲବୀକୁ ଆଦৌ ଘୃଣା କରିପାରିବିନି, କାହିଁକିନା ଯାହା ସବୁ ଘଟିଗଲା ସେ ସବୁ ପରିସ୍ଥିତି ଥିଲା। ଆଉ ଆମେ ସମସ୍ତେ ତ ପରିସ୍ଥିତିର ଦାସ, ସେଥିପାଇଁ ଆମେ କେହି ବି କାମରେ ଅପରାଧୀ ନୁହଁ। ମୁଁ କିନ୍ତୁ ତୋ ପାଖରେ ବହୁତ ବଡ଼ ଅପରାଧ କରିଛି ରେ ମା। ସମ୍ପର୍କର ଅଦାଲତରେ ମୁଁ ଏମିତି ଜଣେ ଅପରାଧ ଯେ ମୋ ଅପରାଧ ପାଇଁ ମତେ କ୍ଷମା ମିଳିବ କି ନା ସେ କଥା ସେ ଈଶ୍ୱରକୁ ଜଣା। ତଥାପି କିଛି ଆଶା ଭରସା ଓ ବିଶ୍ୱାସକୁ ସାଥ କରି ମୁଁ ତୋ ପାଖକୁ ଆସିଛି। ପାରିବୁ ତ ତୁ ମୋତେ କ୍ଷମା କରିଦେବୁ? ଆପଣ ଏମିତି ସବୁ କ'ଣ କହିଯାଉଛନ୍ତି, ମୋତେ କିଛି ବୁଝିପାରୁନି ଅଙ୍କଲ। ତୁ ଯେମିତି ପୁଅଟିଏ ଜନ୍ମ ଦେଇ ସେ ପୁଅର ପିତୃ ପରିଚୟ ଆମ ସମସ୍ତଙ୍କ ପାଖରେ ଗୋପନ ରଖିଛୁ, ଠିକ୍ ସେମିତି ଆମେ ମଧ୍ୟ ତୋ ବାପାର ପରିଚୟ ତୋ ପାଖରେ ଗୋପନ ରଖିଛୁ। ମାନେ ଆପଣ ମୋ ବାପାକୁ ଚିହ୍ନିଛନ୍ତି, ଜାଣିଛନ୍ତି ତାଙ୍କୁ? ଅଙ୍କଲ, ମାମୁଁ ତ ତାଙ୍କ ପାଟିରେ ତାଲା ପକେଇ ଦେଇଛନ୍ତି। ଆପଣ କୁହନ୍ତୁ, ଆପଣ ଦେଇପାରିବେ ମୋ ବାପାଙ୍କର ପରିଚୟ? ନିଶ୍ଚୟ ଦେବି, ସେଇଥିପାଇଁ ତ ମୁଁ ତୋ ପାଖକୁ ଆସିଛି। କିନ୍ତୁ ମୋ ଖାଲି ତୋତେ ଏମିତି କରିବା କଥା, ଏ ଟିକେ ପୂର୍ବରୁ ଯେମିତି ପରିସ୍ଥିତି କଥା କହି ତୁ ପଲ୍ଲବୀ କରିଥିବା ସବୁ କର୍ମକୁ ଘୃଣା ନ କରି ତାକୁ କ୍ଷମା କରିଦେବୁ, ଠିକ୍ ସେମିତି ଧରିବେ ତୋ ବାପା ପରିସ୍ଥିତିର ଅସହାୟତାକୁ ସାଥୀ କରି ଆଜିକୁ 25 ବର୍ଷରୁ ଅଧିକ ଦିନ ହବ ତୋ ପାଖରେ ଲୁଚି ଲୁଚି ବୁଲୁଛି। ଆଜି ପରିଚୟ ପାଇସାରିବା ପରେ ବିନା କଟୁକ୍ତିରେ, ବିନା ପ୍ରଶ୍ନରେ, ବିନା ଧିକ୍କାରରେ ତୁ ତାକୁ ଗ୍ରହଣ କରିପାରିବୁ। ଆପଣ ଏମିତି କାହିଁ କହିଲେ? ଭରସା ରଖନ୍ତୁ, ବିଶ୍ୱାସ ରଖନ୍ତୁ, ମୁଁ ଆପଣଙ୍କୁ କଥା କହୁଛି, ମୁଁ କିଛି କହିବିନି, ତାଙ୍କ ପାଖରେ କିଛି ବି ଅଭିଯୋଗ କରିବିନି, ବରଂ ମୁଁ ବହୁତ ଖୁସି ହେବି। କୁହନ୍ତୁ ଅଙ୍କଲ, ମୋ ବାପା କିଏ, କ'ଣ ତାଙ୍କ ପରିଚୟ, କୋଉଠି ଅଛନ୍ତି? ତୋ ବାପାଙ୍କ ପରିଚୟ ଦେବା ପୂର୍ବରୁ ମୁଁ ପ୍ରଥମେ ତ ରକ୍ତ ସମ୍ପର୍କର ଭଉଣୀକୁ ଜଣେଇ ଦେବାକୁ ଇଚ୍ଛା କରେ। ରକ୍ତ ସମ୍ପର୍କ ଭଉଣୀ? ତାପରେ ମୋର ଗୋଟେ ଭଉଣୀ ଅଛି? ଖାଲି ଭଉଣୀ ନୁହେଁ, ଭାଇଟେ ମଧ୍ୟ ତୋର ଅଛି, ସାନ ଭାଇ। ହେ ବାବୁ, ଶୁଣୁଛୁ ବାବୁ, ଅଙ୍କଲ କ'ଣ ସବୁ କହିଯାଉଛନ୍ତି? ତମ କାନରେ ବାଜୁଛି ନା? ଶୁଣିପାରୁଛି ରେ ମା, ଶୁଣିପାରୁଛି, ହେଲେ ବିଶ୍ୱାସ କରିପାରୁନି। ମୋ ବାବୁଙ୍କ କଥାକୁ ମୋ କାନରେ ବିଶ୍ୱାସ କରିପାରୁନି, ବିଶ୍ୱାସ କରିପାରୁନି। ଆଜି ସୂର୍ଯ୍ୟୋଦୟ କେବଳ ଏତିକି କହିବି, ପରାଗଗ୍ରସ୍ତ ତୋର ଜନ୍ମ ପରିଚୟ ଆଜି ପରାଗ ମୁକ୍ତ ହେବାକୁ ଚାହୁଁଛି ରେ ମା। ଅଙ୍କଲ, ମତେ ଆଗେ ମୋ ଭାଇ ଭଉଣୀ ପାଖକୁ ପହଞ୍ଚେଇ ନେଇଯିବେ। ଚାଲନ୍ତୁ, ମତେ ମୋ ଭାଇ ଭଉଣୀ ପାଖକୁ ନେଇ ଚାଲନ୍ତୁ। କ'ଣ ଯିବା ଦରକାର ଦେବେ ନା? ବର୍ତ୍ତମାନ ସମୟରେ ତୋ ଭାଇ ତୋ ପାଖରେ ଉପସ୍ଥିତ ନଥିଲେ ବି ତୋ ଭଉଣୀ ପୁରା ତୋ ପାଖରେ ଛିଡ଼ା ହେଇଛି। ମାନେ এই পল্লবী হচ্ছে তোর রক্ত সম্পর্কর সামনে। ଅଙ୍କଲ, ପଲ୍ଲବୀ ମୋ ସାନ ଭଉଣୀ। ମୁଁ ତ ସାନ ଭଉଣୀ, ତାମାନେ ମୋ ବାପା। ମୁଁ ତୋର ସେ ଅକୃତଜ୍ଞ ଜନ୍ମଦାତା ନିଜର ମାନ ସମ୍ମାନକୁ ସର୍ବସ୍ୱ କରି ମୁଁ ତୋ ମାଆକୁ ଆତ୍ମହତ୍ୟାର ରାସ୍ତା ଦେଖେଇଥିଲି, ଅର୍ଥ ପ୍ରତିପତ୍ତିର ସମ୍ମୁଖକୁ ଚାବୁଡ଼ି ଧରି ତୋ ପିତୃ ପରିଚୟକୁ ପଥର ତଳେ ଚାପି ଦେବାକୁ এই ଦିବାକରକୁ ବାଧ୍ୟ କରି ମୁଁ ତାକୁ ନିୟମର ପଶାପାଲିରେ ଛତି ଦେଇଥିଲି।
କାନ୍ଦିବା ଦରକାର ନାହିଁ, କାନ୍ଦିବା ଦରକାର ନାହିଁ। ଆଜି ମୋ ପାଇଁ ତୁ ବହୁତ କିଛି ଶୁଣିଛୁ, ବହୁତ କରିଛୁ ମୋ ପାଇଁ ତୁ। ଆଜିଠୁ ତୋର କାନ୍ଦିବା ଦିନ ସରିଗଲା ତୋର। ମୋ ଅମାନତକୁ ମନେ ପକାଇ କିନ୍ତୁ ଅଙ୍କଲ ମତେ ଥରୁଟି ବାପା ବୋଲି ଡାକ। ତୋ ମୁହଁରେ ବାପା ଡାକ ଶୁଣିଲେ ମୁଁ ଜାଣିନି ତୁ ମତେ କ୍ଷମା କରିଦେଇଛୁ। ଥରେ ମତେ ବାପା ବୋଲି ଡାକ, ମୋ କୋଳକୁ ଆ, ଡାକ ମା, ଆଜି ଡାକ। ମୁଁ କରିଥିବା କର୍ମ ପାଇଁ ତୋ ମା ପାଖରେ ମତେ ନିଶ୍ଚୟ କ୍ଷମା ମିଳିଛି। ଆଜିଠୁ ମୋର ସବୁ ସୁଖ ତୋର ଆଉ ତୋର ସବୁ ଦୁଃଖ ମୋର। ମୋ ସାଙ୍ଗରେ ଘରକୁ ଫେରିଛି। ଆଉ କାହିଁକି ମନଉଣା କରୁଛୁ? ଆରେ ଏଇ ଗୋଟିଏ କଥାକୁ ଗୋପନ ରଖିବା ପାଇଁ ଆଜିକି ଦୀର୍ଘ 25 ବର୍ଷ ହେଲା ମୁଁ ଯେ କେତେ କଷ୍ଟ ସହିଛି ସେ କଥା ସେ ଭଗବାନ ଜାଣନ୍ତି। ଆଜି ମୁଁ ବହୁତ ଖୁସି, ଏଥିରେ ମୁଁ ଶାନ୍ତିରେ କରିପାରିବି। ମୁଁ ତ କଣ କରିବି? ମୁଁ ଯୋଉ ଅପରାଧ କରିଛି ତାର ପ୍ରାୟଶ୍ଚିତ୍ତ ମୁଁ କେମିତି କରିବି? କଣ କଲେ ମୋ ବାପାରୁ ମୁକ୍ତି ପାଇବି? ମୁଁ ବି କିଛି କମ ଅପରାଧ କରିନି ରେ ମା। ମତେ ତୁ ଗଛ ମୂଳକୁ ଯିବାକୁ ନ ଦେଇ ମୋ ପାଇଁ ଏତେ ତ୍ୟାଗ କରିଛୁ, ଅଥଚ ମୁଁ ଚାଣ୍ଡାଳୁଣି ଜାଣି ନ ପାରି ତତେ ଘରୁ ବାହାର କରିଦେଇଛି। ହେଲେ ମାରେ, ମୁଁ ତ ଏତେ ପାଠ ସାଠ ପଢିନି, ତମମାନଙ୍କ ଭଳି ଏତେ ବୁଦ୍ଧି ଜ୍ଞାନ ମୋ ମୁଣ୍ଡରେ ଆସିବ କୋଉଠି? ମାରେ, ମୁଁ ତ ମା ଭଳି ତତେ ମୁଁ ହାତ ଯୋଡ଼ି କ୍ଷମା ମାଗୁଛି ମା। ମୋର ସବୁ ଅପରାଧକୁ କ୍ଷମା କରିଦେଇ ମୋ ସାଙ୍ଗରେ ତ ସଂସାରକୁ ତ ଫେରି ଚାଲ ମା। ଆପଣ ଏମିତି କଣ ଯାଉଛନ୍ତି? ଆପଣ ତ କିଛି ଅପରାଧ କରୁନାହାନ୍ତି, ମୋ ଘରେ କାହିଁ କ୍ଷମା ମାଗୁଛନ୍ତି? ଅପରାଧ ତ ମୁଁ କରିଛି, ଆଉ ଯୋଉଥିପାଇଁ ଦଣ୍ଡ ବି ପାଇସାରିଛି। ତାଛଡ଼ା ଆପଣ ମତେ କୋଉ ସଂସାରକୁ ଫେରି ଯିବା ପାଇଁ କହୁଛନ୍ତି? ଆମ ସଂସାର ଫେରିଯିବ, ଯୋଉଟା ମୁଁ ସଂସାର ଆରମ୍ଭ କରିଥିଲି। ସଂସାର? ତମେ କି? ତମ ସହିତ ମୋର ପରିଚୟ କଣ? ମୁଁ ତମ ସ୍ୱାମୀ, ତମେ ମୋ ସ୍ତ୍ରୀ। ଅଛି ମୋ ହାତରେ ଶଙ୍ଖା, ଅଛି ମୋ ମଥାରେ ସିନ୍ଦୁର। ଶଙ୍ଖା ସିନ୍ଦୁର ନଥିବା ଜଣେ ନାରୀକୁ ତମେ ପତ୍ନୀ ବୋଲି ସ୍ୱୀକୃତି ଦଉଛ? ମୁଁ କହିବି ଏଇଟା ତମର ପାଗଳାମି। ମୋ ଶଙ୍ଖା ସିନ୍ଦୁରରେ ତୋର ଅଧା ଭାଗ। ଆମେ ଦି ଭଉଣୀ, ଆମର ଜଣେ ସ୍ୱାମୀ। ଏମିତି ଏ ସମାଜରେ କିଛି ନୂଆ ନୁହେଁ, ତେଣୁ ଗ୍ରହଣ କରିନେବାରେ ଅସୁବିଧା କ'ଣ? ବହୁତ କିଛି ଅସୁବିଧା ଅଛି ପଲ୍ଲବୀ, ବହୁତ କିଛି ଅସୁବିଧା ଅଛି। ଯେମିତିକି ପୋଡ଼ିଗଲା ତରକାରୀର ସ୍ୱାଦ ନଥାଏ, ଠିକ୍ ସେମିତି ଜଣେ ବିବାହିତ ପତ୍ନୀ ପର ପୁରୁଷ ସହିତ ପାପ ସମ୍ପର୍କ ରଖି ପିଲା ଜନ୍ମ କରିସାରିବା ପରେ ସ୍ୱାମୀ ସ୍ତ୍ରୀର ସମ୍ପର୍କ ବିତା ହେଇଯାଏ। କେବଳ ସେଇଥିପାଇଁ ତ ମୁଁ ଆଜି ଶଙ୍ଖା ସିନ୍ଦୁର ବିହୀନ ସ୍ୱାମୀ ପରିତ୍ୟକ୍ତା। କିନ୍ତୁ ମୋ ବାପାଙ୍କ ପରିଚୟ ମୁଁ ପାଇସାରିଛି, ସେତିକି ମୋ ପାଇଁ ବହୁତ କିଛି। କିନ୍ତୁ ଏବେ ମୋ ବାପାଙ୍କ ପରିବାରକୁ ଫେରିଯାଇ ତାଙ୍କ ମାନ ସମ୍ମାନରେ ପ୍ରଶ୍ନବାଚୀ ହେବା ପାଇଁ ମୁଁ ଇଚ୍ଛା କରିବିନି। ବରଂ ସାରା ଜୀବନ ମୁଁ ଏଇଠି ମୋ ମାମୁଙ୍କ ପାଖରେ ରହିବି। ଆଉ ପିତୃ ପରିଚୟ ନଥିବା ମୋ ପୁଅର ମୁଁ ଠିକ୍ ଭାବରେ ଲାଳନ ପାଳନ କରିବି, ଯେମିତିକି ଆଜି ପର୍ଯ୍ୟନ୍ତ ମୋ ମାମୁଁ ମୋ ପାଇଁ କରି ଆସିଛନ୍ତି। ପୋଲିସ ଏଠିକି ଆସିଲା। ପୁଣି 24 ଆପଣ ଏଠି? ଜଣେ ହାଜତ ଭିତରେ ଆସାମୀ ଜେଲ ଭିତରକୁ ଯିବା ପୂର୍ବରୁ ତାର ଅନ୍ତିମ ଇଚ୍ଛା ପୂରଣ କରିବାକୁ ଅନୁରୋଧ କରିଛି। ସେ ଜଣକୁ ଦେଖା କରିବାକୁ ଚାହୁଁଛି। ଏଠି ସେ କାହାକୁ ଦେଖା କରିବାକୁ ଚାହୁଁଛି? ସେ ହେଉଛନ୍ତି ତମସା ଦେବୀ। କଣ କହିଲେ ଥାନା ବାବୁ? ମତେ ଜେଲ ଆସାମୀ ଦେଖା କରିବାକୁ ଚାହୁଁଛନ୍ତି? କିଏ ସେ ଆସାମୀ? ଅପେକ୍ଷା କରନ୍ତୁ, ମୁଁ ଡାକି ଦେଉଛି। ଅଳୟ ବାବୁ, ଆସାମୀକି ଭିତରକୁ ନେଇ ଆସନ୍ତୁ।
ମୋର ନମସ୍କାର। ତମେ ମୋ ପାଖକୁ ଆସିଛ ମୋତେ ଦେଖା କରିବାକୁ, କିନ୍ତୁ କାହିଁକି? କାହିଁକି ଏ ଦୁନିଆର ଘର ନଥିଲା, ନିଜର କେହି ନଥିଲେ। ଆସ୍କା ଫୁଟିଥିଲା ତା ଜୀବନ ସଙ୍ଗେ, ହେଲେ ଆଜି କେବେ ସଂସାର ହୋଇଗଲା, ସମ୍ପର୍କ ତିଆରି ହେଇଗଲା। ତେଣୁ ଭାବିଲି ଜେଲ୍ ଯିବା ପୂର୍ବରୁ ସେ ସମ୍ପର୍କକୁ ଏ ସମାଜରେ ପରିଚିତ କରେଇ ଦେଇ ଜଣେ ଦରଦୀ ମଣିଷ ପାଖରୁ ସବୁଦିନ ପାଇଁ ବିଦାୟ ନେଲି। ଦରଦୀ ମଣିଷ? କିଏ ମୁଁ? ତୁ ଲୋକାଉ କିଏ? ତୋ ଜନ୍ମରେ ଦୁନିଆର କିଏ ଅଛି କହିଲୁ? କିନ୍ତୁ କୋଉ ସମ୍ପର୍କକୁ ଆଧାର କରି ତମେ ଦୁନିଆରେ ମୋତେ ପରିଚିତ କରେଇବ? ଯୋଉ ସମ୍ପର୍କ ପାଇଁ ତୁ ଏ ସମାଜରେ କଳଙ୍କର ବୋଝକୁ ମୁଣ୍ଡେଇଛୁ, ସେ ବୋଝକୁ ମୁଁ ଓହ୍ଲେଇଦେବି। ଯୋଉ ଗୋପନ ସମ୍ପର୍କ ପାଇଁ ତୁ ଚରିତ୍ରହୀନର ସାର୍ଟିଫିକେଟ୍ ପାଇଛୁ, ତତେ ମୁଁ ଚରିତ୍ରବତୀ ସଜେଇ ଦେବି। କିନ୍ତୁ ସତ୍ୟକୁ ଉନ୍ମୋଚନ କରି ସତ୍ୟକୁ ଉନ୍ମୋଚନ କରି ସମସ୍ତଙ୍କ ଅବଗତି ନିମନ୍ତେ ମୁଁ ସମସ୍ତଙ୍କୁ ଏହା ଜଣାଇ ଦେବା ପାଇଁ ଚାହିଁକି ମୁଁ ଏ ତମ ସହିତ ମନେ ମନେ ଭଲ ପାଉଥିଲି। ଆମେ ଏଇ ସଂସାର କରିବି ବୋଲି ଚାହୁଁଥିଲି, କିନ୍ତୁ ଏ ମାମୁଁ ଭାଣିଜୀ ଦୁଇ ଜଣ ଯାକ ମୋ ପ୍ରସ୍ତାବକୁ ଗ୍ରହଣ କରିବାକୁ ଦୂରର କଥା, ମୋ ଛାଇ ବି ମାରିବାକୁ ଚେଷ୍ଟା କଲି ନାହିଁ। ସେଇଥିପାଇଁ ଆଜ୍ଞା ଦୀପକ ବାବୁ ଘରେ ନଥିଲା ବେଳେ ତାଙ୍କ ଘରେ ପଶି ମୁଁ ତମ ଇଜ୍ଜତକୁ ଅପହରଣ କରିଥିଲି। ତମ ସହିତ ବୋଉକୁ ଜନ୍ମ ଦେଇଛି, ତାର ବାପା ହଉଛି ମୁଁ। ମୁଁ ଆଜି ମୋ ବାପର ପରିଚୟ ଦେବା ପାଇଁ ଆସିଛି। ମୁଁ ଜାଣିଛି ଯେହେତୁ ମୋର ମୁଖ ଖୋଲିବାର ନାହିଁ, ତେଣୁ ମୋ ପୁଅକୁ ମୁଁ ବାପ ପରିଚୟ ଦେବା ପାଇଁ ଆସିଛି। ତମ ସହ ଯଦି ପାରିବ କି ମୋତେ କ୍ଷମା କରିଥାଉ, ଆଉ ଭାବିଦେବୁ ଗୋଟେ ମୂର୍ତ୍ତିପତ୍ର ଜାତି ପାଇଁ ଏତିକି ହେଉଛି ତାର ଶେଷ ଇଚ୍ଛା। କହିଦେଲି ମୁଁ ତୁମକୁ କ୍ଷମା କରିଦେବି। ଏମିତି କଥାରେ କଥାରେ ମୋ ପୁଅକୁ ବାପର ପରିଚୟ ଦେଇଦେଲେ ଇଏ ସମାଜ କଣ ତାକୁ ଗ୍ରହଣ କରିନେବ? ତାହେଲେ ମୁଁ ଆଉ କଣ କରିବି ତୁ କହୁନୁ? ଠିକ ଅଛି, ମୁଁ ତମ ଇଚ୍ଛା ପୂରଣ କରିବି, କିନ୍ତୁ ତା ପୂର୍ବରୁ ତମକୁ ବି ମୋର ଗୋଟେ ଇଚ୍ଛା ପୂରଣ କରିବାକୁ ପଡ଼ିବ। ମୋ ପୁଅ ତା ପିତୃ ପରିଚୟ ପାଇବ ସେତେବେଳେ ଯେତେବେଳେ ତମେ ମୋତେ ଶଙ୍ଖା ସିନ୍ଦୁର ପିନ୍ଧେଇ ପତ୍ନୀର ସ୍ୱୀକୃତି ଦବ। ନା ନା, ଏଇଟା ନିହାତି ଅସୁନ୍ଦର। କିନ୍ତୁ କାହିଁକି ଅସହମତ? କଣ ପାଇଁ ଅସହମତ? ତାଛଡ଼ା ତମେ କିଏ ଆମ କଥାରେ କଥା କହିବାକୁ? ମୁଁ ତମ ସ୍ୱାମୀ ନା। କିନ୍ତୁ ମୋ ପୁଅ ତ ତମର ଉତ୍ତର ନୁହଁ ନା। ସେ ଜଣେ ଅସାମାଜିକ ବ୍ୟକ୍ତି, ସେଭଳି ମଣିଷର ପତ୍ନୀ ପରିଚୟରେ ତୋର ମାନ ସମ୍ମାନ ରହିବ? ମାନ ସମ୍ମାନ ମୋର ନୁହଁ, ବରଂ ତମ ମାନ ସମ୍ମାନକୁ ତମର ଭୟ ହେଇଯାଉଛି। କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ମୋ ପାଇଁ ମୋ ପିତୃ ପରିଚୟ ଯେତେ ଆବଶ୍ୟକ ନୁହଁ, ତାଠୁ ବେଶୀ ଆବଶ୍ୟକ ହଉଛି ମୋ ପୁଅର ପିତୃ ପରିଚୟ। ତୋ ସ୍ୱାମୀ ହାତରୁ ପୁଣି ଥରେ ଶଙ୍ଖା ସିନ୍ଦୁର ପିନ୍ଧି ଚରିତ୍ରହୀନ ପତ୍ନୀ ବଞ୍ଚି ରହିବା ଅପେକ୍ଷା ଏ ଘନଶ୍ୟାମ ଘୋଡ଼ାଇ ଠାରୁ ଶଙ୍ଖା ସିନ୍ଦୁର ପିନ୍ଧି ଚରିତ୍ରବତୀ ପତ୍ନୀ ହେଇ ବଞ୍ଚି ରହିବାକୁ ମୁଁ ବେଶୀ ଆବଶ୍ୟକ ମନେ କରେ। ତମ ଠିକ ଅଛି। ଏଭଳିଆ ଯଦି ଶଙ୍ଖା ଚିତ୍ର ପିଠି ଅବସ୍ଥାକୁ ବନ୍ଦୀ କରେ, ତାହେଲେ ମୁଁ ତାକୁ କେବେ ଝିଅର ପରିଚୟ ପରିଚିତ କରିବି। ବହୁତ ଖୁସି ହେବି। ଓ ଘନଶ୍ୟାମ, ତମେ ମୋ ଇଚ୍ଛା ପୂରଣ କରିବ କି ନା? କିନ୍ତୁ ଶଙ୍ଖା ସିନ୍ଦୁର ମୁଁ ଆଣିଛି। ଭଉଣୀ ବି ପରିଚୟ ଜାଣିସାରିଲା ପରେ ଭଗବାନ ପାଇଁ ମୋ ତରଫରୁ ଛୁଟି ଆଉ କଣ? ବାବୁ ଗୋଟେ ଅନୁରୋଧ କରି କଣ ପ୍ରଦାନ କରୁଛନ୍ତି? ବିଚାର କରି କହିବି ରଖିପାରିବି କି ନାହିଁ? ଏଠି ଯାହା ସବୁ ଘଟିଗଲା ଆପଣ ତ ସବୁ କିଛି ନିଜ ଆଖିରେ ଦେଖି ସାରିଛନ୍ତି, ନିଜ କାନରେ ବି ଶୁଣି ସାରିଛନ୍ତି। ସେଇଥିପାଇଁ ମୁଁ କହୁଥିଲି କି এই ঘনশ্যাম মধ্যে শঙ্খা সিঁদুর পিঁধে সারিবা পরে ମୋ ସ୍ୱାମୀକୁ ମାତ୍ର ଆଜି ଗୋଟାଏ ରାତି ପାଇଁ ମୋ ପାଖରେ ଛାଡ଼ି ଦେଇ ଯାଇପାରିବେ? ଆଇନ ସମ୍ମତ ନୁହେଁ। ମୁଁ ମାନବିକତାର ଅନୁରୋଧ କରୁଛି। ଧର ପୁଲିସ ପୋଷାକ ପିନ୍ଧିଥିଲେ ବି ଆପଣଙ୍କ ହୃଦୟ ତ ମଣିଷର ନା, କଥା କହୁଛି ମୋ ଉପରେ ଭରସା ରଖନ୍ତୁ। ଆଜି ରାତି ପାଇଲା ପରେ କାଲି ମୁଁ ନିଜେ ମୋ ସ୍ୱାମୀକି ନେଇ ଆପଣଙ୍କ ପାଖରେ ଥାନା ହାଜତରେ ଛାଡ଼ି ଦେଇ ଆସିବି।
କାହିଁକି ନା ଆଜି ଏଇ ଗୋଟିଏ ରାତିକ ପରେ ମୁଁ ତ ଆଉ କେମିତି ଜୀବନରେ ମୋ ସ୍ୱାମୀକୁ ମୋ ପାଖରେ ପାଇପାରିବିନି। ସେଇଥିପାଇଁ ଆଜି ଏଇ ଗୋଟାଏ ରାତି ଆମେ ସ୍ୱାମୀ ସ୍ତ୍ରୀ ଆଉ ଆମ ପାଖରେ ଆମ ପୁଅ ଏକାଠି କଟେଇ ଦେବା ପାଇଁ ମୁଁ ଚାହୁଁଛି। ଆଉ ଯୋଉ ସ୍ମୃତିକୁ ନେଇ ଅବଶିଷ୍ଟ ଜୀବନ ମୋ ପୁଅକୁ ଧରି ମୁଁ ବଞ୍ଚିଯିବି। କାହିଁକି ନା ମୁଁ ବଞ୍ଚିଥିବା ପର୍ଯ୍ୟନ୍ତ ଆଉ କେହି ବି ମତେ କହିବାକୁ ବାଧ୍ୟ କରିବେନି ରହିଯାରେ ସାଥୀ ରାତି ଆଜି ଗୋଟାଏ ରାତି ମୋ ସ୍ୱାମୀକୁ ମୋ ପାଖରେ ରହିବାକୁ ଦିଅନ୍ତୁ। ମୁଁ ଆପଣଙ୍କ ଗୋଡ଼ ତଳେ ପଡୁଛି। ଦୟା କରନ୍ତୁ ମତେ, ଦୟା କର। ମୁଁ ବି ଆପଣଙ୍କୁ ଅନୁରୋଧ କରୁଛି ଅଫିସର, ଆପଣ ବୁଝିବାର ଅନ୍ତିମ ଇଚ୍ଛା ପୂରଣ କରନ୍ତୁ। ଯଦି କହିବେ ଘୁନିଆ ପାଇଁ ମୁଁ ଭଳି କିଛି ଦରକାର ନାହିଁ ସାର୍। ଖନିଆ ତ ନିଜେ ସରେଣ୍ଡର କରିଛି, ସେ କୁଆଡ଼େ ଚାଲିଛି ବୋଲି ସେ ବିଶ୍ୱାସ ମୋର ଅଛି। କିନ୍ତୁ ମୁଁ ଏଠି ଉପସ୍ଥିତ ଥାଇ ଏତିକି ଅନୁଭବ କଲି, ଏଠି ଖରାପ ମଣିଷ କେହି ନୁହନ୍ତି, ଏଠି ସମସ୍ତେ ଭଲ ମଣିଷ। ଆଜିଠାରୁ ଆମେ ସମସ୍ତେ ଭଲ ମଣିଷର କର୍ତ୍ତବ୍ୟ କରିବା। ବଳେ ବାବୁ ସାର୍, ଖନିଆ ହାତରୁ ହ୍ୟାଣ୍ଡକପ୍ ଖୋଲିଦିଅ। ୟେସ୍ ସାର୍। ଏଇଠି ଦେଖିଲ ମୌସମ ଘରେ ଘର ଅଛି, ନିଜର କେହି ଅଛି, ଆରେ ଆତ୍ମୀୟତାର ସାଥୀ ପାଇଛି। ଯାହା ବି ହଉ ଗୋଟାଏ ରାତି ପାଇଁ ହଉ ପଛେ ଶେଷରେ ସାଥୀଟିକୁ ଆବଶ୍ୟକ ମନେ କଲୁ ନା। ଏହି ରାତି ପରେ ପାଇଯିବ ସରିଯିବ କଥା। ଆଉ କେବେ ବି ମୁଁ ତତେ ବାଧ୍ୟ ମୁଁ କିନ୍ତୁ ଆଜି ତମକୁ ନେଉରାଇ କହୁଛି, ରହିଯାରେ ସାଥୀ ଆଜି ରାତିକ ପାଇଁ। Rohi Jare Saathi